ହାତୀବାରି ଗାଁରେ ଘର ଉପରେ ଚଢ଼ିଗଲା ଟ୍ରଲର, ଜଣେ ମୃତ। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରଲର ଦ୍ରୁତଗତିରେ ଘର ପାଖରେ ରହିଥିବା ଟ୍ରାକ୍ଟରକୁ ଧକ୍କା ଦେବାରୁ ଟ୍ରାକ୍ଟର ସହିତ ହାଇୱାଟି ରାସ୍ତାଠାରୁ ପ୍ରାୟ 50 ମିଟର ଦୂରରେ ଥିବା ଏକ ଛାତ ଘରର କାନ୍ଥ ଭାଙ୍ଗି ଘର ଭିତରେ ପଶିଯାଇଥିଲା। ଫଳରେ ଘରେ ଶୋଇଥିବା ଅସ୍ଥିର ତରାଇ ନାମକ ଏକ ବ୍ୟକ୍ତି କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଗଅଁଦିଆ ଥାନା ଅଧିକାରୀ ପ୍ରତାପ ଦଳାଇ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଓ ହେଲ୍ପରକୁ ହେଫାଜତକୁ ନେବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହାଇୱା ଓ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବାରୁ ରାତିରେ ଶବ ଉଦ୍ଧାର ବିଳମ୍ବ ହୋଇଥିଲା। ସକାଳୁ ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଦୁର୍ଘଟଣା ପାଇଁ ରାସ୍ତାକୁ ଦାୟୀ କଲେ ଗ୍ରାମବାସୀ। ଦୀର୍ଘଦିନ ଧରି ରାସ୍ତା ନିର୍ମାଣ ଚାଲିଥିବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ବୋଲି କହିଛନ୍ତି ଗ୍ରାମବାସୀ। ମୁଁ ବିଚିତ୍ରାନନ୍ଦ ପରିଡ଼ା, ସମାଜସେବୀ, କରମୂଳ ପଞ୍ଚାୟତ, ମିସେସ୍ ସମିସେବୀ ଅଛନ୍ତି। ଆମର ଗତକାଲି ରାତିରେ ଯେଉଁ ଦୁଃଖଦ ଘଟଣାଟି ଘଟିଯାଇଛି, ବଡ଼ ଦୁଃଖର ବିଷୟ। ଗୋଟେ ବଡ଼ 18 ଚକିଆ ଗାଡ଼ି, ଯେ କି ଆମ ଏ ରାସ୍ତାରେ ଯିବା ଉପଯୋଗୀ ସେ ଗାଡ଼ି ନୁହେଁ, କିନ୍ତୁ ସେ ଗାଡ଼ି ଏପଟେ ଆସି ଗାଡ଼ି ତାର ଏଇ ଯେଉଁ ରାସ୍ତାର ଅପଡାଉନ ପାଇଁ କଂକ୍ରିଟ ରାସ୍ତା ଉଠି ଯାଇଛି, ଖାଲ ଢିପ ହେଇଛି, ତାର ଭାରସାମ୍ୟ ହରାଇ ରାସ୍ତା ଠାରୁ ତଳକୁ 100 ମିଟର ଡିଷ୍ଟାନ୍ସ ପରେ ତାଙ୍କ ଘରେ ଗୋଟେ ଟ୍ରାକ୍ଟରକୁ ନେଇ ପଶିଯାଇ ତାଙ୍କ କାନ୍ଥ ଭାଙ୍ଗି ଯେଉଁ ବ୍ୟକ୍ତି ଜଣକ ଶୋଇଥିଲେ ଅସ୍ଥିର ତରାଇ, ତାଙ୍କ ଘର ହାତୀବାରି, ସିଏ ଡେଥ୍ ହୋଇଯାଇଛନ୍ତି, ତାଙ୍କର ମୃତ୍ୟୁ ହୋଇଯାଇଛି। ତେଣୁ ଆପଣଙ୍କ ମାଧ୍ୟମରେ ସରକାରଙ୍କୁ ଆମେ ଅବଗତି କରାଉଛୁ ବା ଜଣାଉଛୁ, ଏଇ ଲୋକଟିର କ୍ଷତିପୂରଣ ଯେମିତି ସିଏ ପାଇବେ, ଆପଣମାନେ ସରକାରଙ୍କୁ ଜଣାଇବେ। ଆପଣଙ୍କ ମାଧ୍ୟମରେ ଜଣାଉଛି ସରକାରଙ୍କୁ। ମୁଁ ସୁରେଶ ଚନ୍ଦ୍ର ତରାଇ, ଘର ହାତୀବାରି। କାଲି 12:30 ବେଳକୁ ଗୋଟେ 18 ଚକିଆ ଟଲର ଗାଡ଼ି, ଆମେ ସମସ୍ତେ ଶୋଇଛୁ, ହଠାତ୍ ଆସି ରାସ୍ତାରୁ ଯାଇ ଗୋଟେ ଘରକୁ ଧକ୍କା ମାରିଲା। ସେ ତା ଆଗରେ ଗୋଟେ ଟ୍ରାକ୍ଟର ମଧ୍ୟ ଥିଲା, ତାକୁ ଧକ୍କା ମାରିକିନି ସେ ଘର ଭିତରେ ପଶିକିନି ସେଠି ଯେ ଶୋଇଥିବା ଲୋକ ବି ମରିଯାଇଛି। ସେ ଲୋକ ଜଣକ ହେଉଛି ମୋ ଭାଇ, ବି ବଡ଼ ଭାଇ ହେବ। ଏ ରାସ୍ତା ଖରାପ ଯୋଗୁଁ ବର୍ତ୍ତମାନ ସେ କ'ଣ ବେପରିଆ ଗାଡ଼ି ଚଲା କ'ଣ କରିକିନି ଆମେ ତ ଜାଣିନୁ। ସେ ରାତି ଅଧର କଥା, ସେ ଆମେ ବି ଜାଣିପାରିନୁ। ଗାଡ଼ି ସାଉଣ୍ଡ ହେବାରୁ ଗୋଟେ ଗର୍ଜନ ଶବ୍ଦ ଶୁଭିଲା, ତାପରେ ଆମେ ଦେଖୁ ତ ଗାଡ଼ି ଆସିକିନି ହଠାତ୍ ଘର ଭିତରେ ପଶିଛି। ତାକୁ ଆସିଥିଲେ ଆମର ଯେଉଁ ଫାୟାର ଷ୍ଟେସନ ବାଲା ଆସିଥିଲେ, ତାପରେ ଆମ ଲୋକମାନେ ଆସିକିନି ସାହାଯ୍ୟ କରି ଆସାମୀକୁ ଉଠେଇକିନି ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପାଇଁ ପଠେଇଛୁ। ମୋ ନାଁ ପ୍ରମୋଦ କୁମାର ବେହେରା, କରମୂଳ ଗ୍ରାମ ପଞ୍ଚାୟତ। ଏ ଦୁଃଖଦ ଘଟଣା ପାଇଁ ମେନ୍ ହେଉଛି ରାସ୍ତା ତ ଦାୟୀ, ଦ୍ୱିତୀୟ କଥା ରାସ୍ତା 3 ବର୍ଷ ହେଉନାହିଁ, ଏବଂ ଏଇ ଦୁଃଖ ପାଇଁ ସେ ଲୋକଟି ଯେଉଁ ମରିଗଲା ସେଥିପାଇଁ ଆମେ ବହୁତ ଦୁଃଖିତ। ଦ୍ୱିତୀୟ କଥା, ଆମର ଏଠି ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲାକୁ ଯିବା ପାଇଁ 30 କିଲୋମିଟର ପଡ଼ୁଛି, କିନ୍ତୁ ଆମ ପୂର୍ବତନ ବିଧାୟକ ବାରମ୍ବାର ନବୀନ ବାବୁ କହିବା ସତ୍ତ୍ୱେ ବି ଗଅଁଦିଆ ଏଇ ଯେଉଁ ବରପଦା ସିଏସ୍ରେ ଶବ ବ୍ୟବଚ୍ଛେଦ ହେଉନାହିଁ। ଘର ହେଇଛି, କିନ୍ତୁ କ'ଣ ଅସୁବିଧା ହେଉଛି ସେଟା ଆପଣମାନେ ମିଡ଼ିଆ ଯୋଗେ ସରକାରଙ୍କୁ ଜଣେଇଲେ ଆମେ ଟିକେ ବୋଧହୁଏ ଖୁସିବାସୀ ହୁଅନ୍ତୁ। ଦ୍ୱିତୀୟ କଥା, ଆମେ ସରକାରଙ୍କୁ ବାରମ୍ବାର କହିବା ସତ୍ତ୍ୱେ ଆମ ଏସିଙ୍କି କହିଲୁ, ଚିଫ୍ ଇଞ୍ଜିନିୟରଙ୍କୁ କହିଲୁ, ରାସ୍ତାର ଏପର୍ଯ୍ୟନ୍ତ 3 ବର୍ଷ ହେଲା କୌଣସି ସୁଦପଯୋଗ ରାସ୍ତା ହେଇପାରୁନାହିଁ। କାହିଁକି ତାଙ୍କର ଏଗ୍ରିମେଣ୍ଟ କ୍ୟାନସେଲ କରୁନାହାନ୍ତି? ଆପଣମାନେ ଯାଇ ଟିକେ ଏସିଙ୍କ ସହିତ କଥାବାର୍ତ୍ତା କରନ୍ତୁ। ପବିତ୍ର ମୋହନ ନାୟକ, ମୁଁ ଜଣେ ସମାଜସେବୀ। ଆଉ ଆପଣଙ୍କର ଆଜି ଯେଉଁ ଦୁଃଖଦ ଘଟଣା ଘଟିଲା, ଆମେ ମୁଖ୍ୟତଃ ଏ ରାସ୍ତା କାମ ଯୋଗୁଁ ଦାୟୀ କରୁଛୁ। କାରଣ ଆମେ ବାରମ୍ବାର ଅଭିଯୋଗ କରିଛୁ, ଏସିଙ୍କି କହିଛୁ, PWD ଯେଉଁମାନେ ଆସିଛନ୍ତି ତାଙ୍କୁ ବି ତାଙ୍କର ନଲେଜକୁ ଆଣିଛୁ, କିନ୍ତୁ ଯେଉଁ କଣ୍ଟ୍ରାକ୍ଟର ନେଇଛି ସିଏ କର୍ଣ୍ଣପାତ କରୁନାହିଁ, ଯାହାଫଳରେ ଲଗାତାର 3ଟି ଆକ୍ସିଡେଣ୍ଟ ହେଇସାରିଲାଣି ଆ ଭିତରେ। ବର୍ତ୍ତମାନ କାଲି ରାତିରେ ଯେଉଁ ଦୁଃଖଦ ଘଟଣା ଘଟିଛି, ଯାହା ଆମେ ଅନୁଭବ କଲୁ, ସେ ରାସ୍ତାର ଯେଉଁ ଅପଡାଉନ ଅଛି ସେ ଭାରସାମ୍ୟ ହରାଇଛି, ତାର ଷ୍ଟେରିଂ କାମ କରିନି, ଯାହାଫଳରେ କି ଘର ଭିତରେ ପଶିକିରି ଟ୍ରାକ୍ଟର ସହିତ ଗୋଟେ ଲୋକକୁ ମାରିଛି। ରାସ୍ତା କାମ କେତେ ଦିନ ହେଲାଣି? 3 ବର୍ଷ ହେଲାଣି, କିନ୍ତୁ ସେ କଣ୍ଟ୍ରାକ୍ଟର ଏପର୍ଯ୍ୟନ୍ତ ବି ପୂର୍ଣ୍ଣାଙ୍ଗ କରିପାରୁନାହିଁ। ବାରମ୍ବାର ଅଭିଯୋଗ କରିଛୁ ପଞ୍ଚାୟତ ତରଫରୁ। ବର୍ତ୍ତମାନ ଆମେ କର୍ତ୍ତୃପକ୍ଷକୁ ଅନୁରୋଧ କରୁଛନ୍ତି, ଯଦି ସେ ଟେଣ୍ଡର ସେଇ ଟେଣ୍ଡର ନ କରିପାରୁଛନ୍ତି ତାହେଲେ ନୂତନ ଟେଣ୍ଡର କରାଯାଉ, ନୂତନ କଣ୍ଟ୍ରାକ୍ଟର ଦିଆଯାଉ ଓ ରାସ୍ତାକୁ ସମ୍ପୂର୍ଣ୍ଣ ଠିକ୍ କରାଯାଉ। ବାରମ୍ବାର ଲୋକଙ୍କ ଧନହାନି, ଜୀବନ ନଷ୍ଟ ନ କରନ୍ତୁ।
ଆଉ ଗୋଟେ କଥା ଉଠୁଛି ଯେତେବେଳେ ଢେଙ୍କାନାଳ ବହୁତ ଦୂରରେ ରହୁଛି ଏବଂ ଏଠି ପାଖରେ ମେଡିକାଲ ଅଛି ଯଦି ଶବ ବ୍ୟବଚ୍ଛେଦ ପାଇଁ ହଁ ସେ ଦ୍ୱାରା ଦୃଷ୍ଟି ଆକର୍ଷଣ ଆମେ କରିଛୁ ଯେ ଯେହେତୁ ଆମର ଢେଙ୍କାନାଳ 30 କିଲୋମିଟର ଆମେ ଶବ ବ୍ୟବଚ୍ଛେଦ ଯଦି ଏବେ ପଠେଇବୁ ତାହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡୁଛି ତେଣୁ ବରପଦା CHC ରେ ଯଦି ଆମର ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରାଯାଆନ୍ତା ତାହେଲେ ଅଞ୍ଚଳବାସୀ ବହୁତ ଉପକୃତ ହୁଅନ୍ତେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।